ବିଲକୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ଏମିତି ବି ଆସେ, କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣିପାରନ୍ତି ନାହିଁ। କିଏ ମେଡ଼ିକାଲରେ ତ କିଏ ଘରେ ଜୀବନ ହରନ୍ତି। ଆମେ କହୁଛୁ ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ବୁଢ଼ୀକଣ ଗ୍ରାମରେ। ଗ୍ରାମର ଜଗନ୍ନାଥ ଗାଈଗୋରିଆ 50 ବର୍ଷ ବୟସ ଯୁବକ ଜଣକ ସବୁଦିନ ପରି ଆଜି ମଧ୍ୟ ନିଜ ବିଲକୁ କାମ କରିବାକୁ ଯାଇଥିଲେ। କୌଣସି କାରଣବଶତଃ ଯୁବକ ଜଣକ ବିଲ ହିଡ଼ରୁ ଖସି ପଡ଼ିଥିଲେ। ଫଳରେ ଯୁବକ ଜଣକଙ୍କ ସେହି ଅବସ୍ଥାରେ ପାଣି ଭିତରେ ପଡ଼ି ରହିଥିଲେ ବୋଲି ପରିବାର ଲୋକ କହିଛନ୍ତି। ଏପଟେ ସ୍ଥାନୀୟ ଲୋକ ଯୁବକଙ୍କ ଅବସ୍ଥାକୁ ଦେଖି ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଧଳପୁର ମେଡ଼ିକାଲ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ହରଭଙ୍ଗା ଥାନା ପୋଲିସ ପହଞ୍ଚି ମୃତ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ବିଲରେ ପାଣି ଥିଲା ପଡ଼ିଗଲା ପରେ ଉଠି ପାରିଲା। ପାଣିରେ ପଡ଼ିକି ଦେଖିଲା ପରେ ଉଠିଗଲା, ମେଡ଼ିକାଲ ଗଣା ହେଲା। ତାପରେ ତ ଡାକ୍ତର ମୃତ ଘୋଷଣା କରିକି କହିଲେ ନାଇଁ ସେ